ଖରାପ କାମ କରିବ, ସମାଜର ବିରୁଦ୍ଧରେ କାମ କରିବ, ସାଧାରଣ ଭୋଟରକୁ ଅତ୍ୟାଚାର କରିବ ଏବଂ ମୂଳତଃ ଯେଉଁ ଯେଉଁ ଜାଗାରେ ନାରୀ ନିର୍ଯାତନା ହେଉଛି ଏବଂ ସେଟା ପୁଣି ପ୍ରଭାବଶାଳୀ ଲୋକମାନଙ୍କ ଦ୍ୱାରା ଆଉ ସରକାର ରାଜଧର୍ମ ପାଳନ କରୁନାହାନ୍ତି, ସାଧାରଣ ଲୋକଙ୍କୁ ସୁରକ୍ଷା ଦେଉନାହାନ୍ତି, ମହିଳାମାନଙ୍କୁ ସୁରକ୍ଷା ଦେଉନାହାନ୍ତି, ସେ ରାଜ୍ୟରେ ସରକାର ତିଷ୍ଠିବ ନାହିଁ। ବେଙ୍ଗଲ ହେଉଛି ସବୁଠାରୁ ବଡ଼ ଉଦାହରଣ। ଲୋକେ ଭାରତୀୟ ଜନତା ପାର୍ଟିକୁ ପ୍ରଥମ ଥର ପାଇଁ ଦେଇଛନ୍ତି ଦେଶର ସୁରକ୍ଷା ବିରୁଦ୍ଧରେ କାମ କରିବା, ଯେଉଁମାନେ ଅନୁପ୍ରବେଶକାରୀ ତାଙ୍କୁ ବାଂଲାଦେଶରୁ ଅନୁପ୍ରବେଶ କରିକି ବେଙ୍ଗଲକୁ ଆଣିବା, କ୍ରାନ୍ତିକାରୀମାନଙ୍କର ସୃଷ୍ଟି ହେବାର ଏନ୍ତୁଡ଼ିଶାଳା, ତାକୁ ତୁମେ ଆତଙ୍କବାଦୀମାନଙ୍କର ଏନ୍ତୁଡ଼ିଶାଳା କରିଦେଲ ସୃଷ୍ଟି ହେବାର। ତେଣୁ ଏଇଟା ଦିନ ନା ଦିନେ ହେବାର ଥିଲା। ଏବେ ବି ମୋର ଭବିଷ୍ୟତବାଣୀ ହେଲା ଯେଉଁ ସଂଖ୍ୟା ଜିତିବେ ସେ ସଂଖ୍ୟା ମଧ୍ୟ ସାଙ୍ଗରେ ରହିବେ ନାହିଁ। କମ୍ୟୁନିଷ୍ଟ ପାର୍ଟି ଅଛି ଓ ବେଙ୍ଗଲରେ 35 ବର୍ଷ ପରେ ଶାସନ କଲେ, କିନ୍ତୁ ଯେତେବେଳେ ସମାପ୍ତ ହେଲେ ମୂଳପୋଛ ହେଇଗଲେ।